ଆପଣଙ୍କ ପରିଚୟଟା କହିବେ? ମୋ ନାଁ ଜନାର୍ଦ୍ଦନ ଦାସ, 6 ନମ୍ବର ୱାର୍ଡ଼ର ମେମ୍ବର, ଆଉ ଘର ହେଉଛି ମାଧପୁର। କ'ଣ ରହିଛି ଅଭିଯୋଗ? ଅଭିଯୋଗ ଏଇଆ କି ଯେ ଆମର ଜମି ଠିକ୍ ମାଧପୁର ଡ୍ରେନେଜ୍ କଟ୍ ଯେଉଁଠୁ ଆରମ୍ଭ ହେଇଛି ସେଇ ଜାଗାରେ ଆମର ଜମି ସବୁ ଅବସ୍ଥିତ। ତାଦ୍ୱାରା ସେଠି 300 ଏକର ପାଖାପାଖି ସେ ଏରିଆରେ ଚାଷୀମାନେ ଧାନ ଚାଷ କରନ୍ତି। କିନ୍ତୁ ଏଇ ଯେଉଁ ସଫେଇର କାମ, ଯେଉଁ ଡ୍ରେନେଜ୍ କଟ୍ ଆମର ମାଧପୁର ଡ୍ରେନେଜ୍ କଟ୍, ଏ ସଫେଇର କାମ ଯାହା ହେଇଛି ତା ଦେହରେ ପାଣି ଜମା ଯାଉନି, ଯାହାଦ୍ୱାରା କି ଧାନ ଫସଲ ସବୁ ନଷ୍ଟ ହେଇକିରି ଧାନ ରୁଆ ହେଇଛି, ତା ଉପରେ ଶିଉଳି ବସିଗଲାଣି। ଆଉ ଆଡ଼େ 4-6ଟା କଲଭର୍ଟ ପଡ଼ିଥିଲା ଇଏ ଭିତରେ, ଡ୍ରେନେଜ୍ ଭିତରେ। ତାକୁ ମୁଁ ଏସିଙ୍କୁ ଯାଇ ଦେଖାକଲି। ଏସି ଜେଇଙ୍କୁ ରିଫର କଲେ, ଜେଇଙ୍କ ସହିତ କଥାବାର୍ତ୍ତା କଲି। ଜେଇ କହିଲେ ମୁଁ ଆସିଲେ ଉଠା ହେବ। ମୁଁ ସେଦିନ 4ଟା ବେଳେ ଉପରବେଳା ଯାଇକରି ଟେଲିଫୋନ୍ କଲି ତାଙ୍କର ସୁପରଭାଇଜରକୁ, ସେ କିନ୍ତୁ ଆସିଲେ ନାହିଁ, କହିଲେ ନାହିଁ ଆମେ ଦୂରରେ ଅଛୁ। ଆଉ କ'ଣ ପାଣି କ'ଣ ରହିବ, ସେ ଆସିବେ ବୋଲିକି ଉଠା ହେବ। ତେଣୁ ସେଇଦିନ ପ୍ରବଳ ବର୍ଷାରେ ମୁଁ କ'ଣ କଲି ନା, ଲୋକ ସବୁ ଚାଷୀ ଭାଇମାନେ ସବୁ ଗଦା ହେଇଛନ୍ତି। ରାତି 10ଟା ବେଳେ ମୁଁ ଆସିକିରି ମେସିନ୍ ଲଗେଇକିରି ଆଉ ଆକୁ ଉଠେଇଲି। ମୋତେ ମଧ୍ୟ ଜେଇ ସାର୍ କହିଥିଲେ ମୁଁ କେତେ ପଇସା ଲାଗୁଛି ଜେସିବି ନେବ ମୋତେ କୁହ। ମୁଁ କହିଲି ସାର୍ 2000 ଟଙ୍କା ଲାଗିବ, ସେ ଖାଲି ଉଠେଇଦେବ, ଖାଲି ସେ କଲଭର୍ଟଟାକୁ ଉଠେଇଦେବ। କିନ୍ତୁ ଏଇ କଥା ଆସିକିରି ଯେତେବେଳେ ଉଠେଇ ଦେଇକିରି ତାପର ଦିନ ଯାଇ ପହଞ୍ଚିଲି, ସାର୍ଙ୍କୁ ଜଣେଇଲି। ନା ତୁମକୁ କିଏ କହିଲା ଉଠେଉଛି ବୋଲିକିରି? ତମକୁ ପଇସା ଦେବ କିଏ? ମୁଁ କହିଲି କଣ୍ଟ୍ରାକ୍ଟର ଦେବ, କିଏ ଦେବ? ନା କଣ୍ଟ୍ରାକ୍ଟର ଗଲାଣି, ଦେବ କିଏ? এইভଳିଆ କଥାବାର୍ତ୍ତା ସାର୍ଙ୍କ ଦ୍ୱାରା ଶୁଣିକି କହିଲେ ଆମେ କିଛି କରିପାରିବୁନି, ତୁମେ ପୁଣି ଯାଅ ଏସିକି ଦେଖା କର। ପୁଣି ଯେମିତି ଏସିଙ୍କ ପାଖକୁ ଯାଇଥିଲି, କହିଲେ ଏସିକି ଦେଖା କର। ମୁଁ ଆଉ ଏସିଙ୍କ ପାଖକୁ ଯାଇନି। ମୁଁ ବର୍ତ୍ତମାନ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବି। ବର୍ତ୍ତମାନ କ'ଣ ଦାବି ରହୁଛି? ବର୍ତ୍ତମାନ ଦାବି ହେଉଛି, ମୁଁ ଏ ଯେଉଁ କଲଭର୍ଟ ଉଠେଇଛି ତା ପାଇଁ 2000 ଟଙ୍କା ଖର୍ଚ୍ଚ କରି ମୁଁ ନିଜେ ଉଠେଇଛି। ତାପରେ ପାଣି ଯାଉନାହିଁ, ପାଣିର ତଳ ସର୍ଫେସ୍ ବି ଡାଉନ୍ ହେଇନି। ଦିକଡ଼ ସାଇଡ଼୍ରେ କଞ୍ଚା ମେଟେରିଆଲ୍ସ ଗଛ ଗୁଡ଼ାକ ସବୁ ଦିକଡ଼ ଭିତରକୁ ଓହଳିକି ରହିଛି, ତାହା ବି ସଫା ହେଇନାହିଁ। এইগুড়াক হচ্ছে কহিলে শুনলে কহিলে ସେମାନେ ଆସୁନାହାନ୍ତି। এইভଳିଆ ହେଉଛି ତାଙ୍କର ହେଉଛି ନୀତି। ଜେଇଙ୍କ ନାଁ କ'ଣ? ଜେଇଙ୍କ ନାଁ ସାରେ ଗୋଛାଇ ଦେଉ ସାର୍। ତ ତାଙ୍କର ଏଭଳି କାମ ହେଉଛି, ଏ ବିଷୟରେ ଅଭିଯୋଗ କରିଥିଲେ? ହଁ ଆଜ୍ଞା, ମୁଁ ଯାଇକିରି ଏସିଙ୍କି ଫାଷ୍ଟ ଦେଖା କରିଥିଲି। ଦେଖା କରିସାରିଲା ପରେ ତାପରେ ଯାଇକିରି କହିଲେ ମୋତେ ଜେଇଙ୍କ ସହିତ ଦେଖା କର। ମୁଁ ଯାଇଥିଲି, ଜେଇଙ୍କ ପାଖକୁ ଯାଇଥିଲି। ଆପଣ ଯେଉଁ ଟଙ୍କା ଖର୍ଚ୍ଚ କରିଥିଲେ ସେ ବକେୟା ଟଙ୍କା ପାଇଛନ୍ତି? ନାଇଁ ଆଜ୍ଞା, ମୁଁ ଯାଇ କହିଲି ବୋଲିକିରି ମୋତେ ପୁରା କହିଲେ ତୁମକୁ ପଇସା କିଏ ଦେବ ବୋଲିକି, ତୁମେ ଯାଇ ଏସି ଠାରୁ ପରମିସନ୍ ଆଣ। ଏପର୍ଯ୍ୟନ୍ତ ପଇସା ବି ମୋତେ ଦେଲେ ନାହିଁ। ମୁଁ ଧାର କରିକିରି ଜେସି ବାଲାକୁ ପେମେଣ୍ଟ କଲି। ଆପଣଙ୍କ ପରିଚୟଟା କହିବେ? ଜଗନ୍ନାଥ ଦାସ, ମୋର ଘର ହେଉଛି ଗାଁରେ। ଆଉ ମୁଁ ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ ଅଛି ଜିଲ୍ଲାର। ବର୍ତ୍ତମାନ କ'ଣ ରହିଛି ଅଭିଯୋଗ? ବର୍ତ୍ତମାନ କଥାଟା ହେଉଛି, ଏ ଯେଉଁ କେନାଲଟା, ଯେଉଁ ମାଧପୁର ଡ୍ରେନେଜ୍ କଟ୍ଟା, ଯେଉଁ ଧବଳେଶ୍ୱର ମନ୍ଦିର ପାଖରୁ ଅନୱାର୍ଡ଼ସ୍ ଆମର ଯେଉଁ ଜନଜାତି ବସ୍ତିଟା ଅଛି ଏଠି, ସେ ପର୍ଯ୍ୟନ୍ତ କୌଣସି ସଫା ହେଇନି। ପାଣି ଗୁଡ଼ାକ ବ୍ଲକେଜ୍ କରୁଛି, ଯାହାଫଳରେ ଚାଷୀ କୂଳ ହତାଶ। ପୁରା ସୁଧାନନ୍ଦ ସାଇଟ୍ରେ 200 ଏକର ଯେଉଁ ସମ୍ପତ୍ତି ଅଛି, ସେ ସମ୍ପତ୍ତି ପୁରା ବୁଡ଼ିକିରି ପୁରା ଇଏ ହେଉଛି। ଆଉ ସେ ଚାଷୀ କୂଳଟା ପୁରା ହତାଶ। ଏଥିପାଇଁ ଆମେ ଦାବି କରୁଛୁ ଯେ ସରକାର ବଦଳୁଛି ସତ, କିନ୍ତୁ ଏ ଯେଉଁ ପ୍ରଶାସନିକ କଳଟା ବଦଳି ନାହିଁ। ସେଥିପାଇଁ ଚାଷୀ ଏକାଠି ହେଉଛନ୍ତି, ସେ ପ୍ରଶାସନ ସାଙ୍ଗରେ ଲଢ଼େଇଟା ହେବ। ଆଉ ବର୍ତ୍ତମାନ ଦେଖିବାକୁ ଗଲେ ଗୋଟେ ପଟେ ସରକାର ବଦଳିଥିବା ବେଳେ ଗୋଟେ ପଟେ ସରକାରୀ କର୍ମଚାରୀମାନେ କୁମ୍ଭ ନିଦ୍ରାରେ ଶୋଇଛନ୍ତି। ସେ ତ ଆମର ଯେଉଁ ଜେଇ ସାର୍ଙ୍କୁ ଟେଲିଫୋନ୍ କଲାବେଳକୁ ସେ କହୁଛନ୍ତି ମୁଁ ଗୋଟେ କେଉଁଠି ବାହାରେ ଅଛି। ଆଉ ଆମେ କହିଲୁ ଆସ ସ୍ପଟ୍ଟା ଦେଖ, ଯେ ପ୍ରକୃତ ଯେଉଁ ଡ୍ରେନେଜ୍ କଟ୍ଟା ହେଇଛି, ସେ ଯେଉଁ କଣ୍ଟ୍ରାକ୍ଟରକୁ ଦେଲେ କାମ କରିବା ପାଇଁକା କହୁଛନ୍ତି ଯେ ଚେନ୍ ପୁଲ୍ଟା ପଶିଲାନି। ଯଦି ଚେନ୍ ପୁଲ୍ ନ ପଶିଲା, ତାହେଲେ ଏ ଯେଉଁ ସାଧାରଣ ଲୋକ ଜନତାକୁ ନେଇକରି କାମ କଲେ, ଲୋକମାନଙ୍କୁ ନେଇକରି ମ୍ୟାନ୍ ପାୱାରକୁ ଲଗେଇକି ଗଲେ, କିନ୍ତୁ 4 କଡ଼ ଯାକ ଗଛ ଲଟା ସବୁ ଭରି ରହିଛି, ଯାହାଫଳରେ ଲାଗିକି ପାଣି ଅବରୋଧ ହେଉଛି। ଆପଣ ଏ ବିଷୟରେ ପଚାରିଥିଲେ ବି, ଆପଣ ଯଦି ଚେନ୍ ପୁଲି ନ ପଶୁଛି ସେଥିପାଇଁ ସରକାର ଦାୟୀ ନା ଜଣେ ଚାଷୀ ଦାୟୀ? ନାଇଁ ସେ କଥା କହିଲା ବେଳକୁ ସେ କହୁଛନ୍ତି ଯେ କାଲି ଆସିକରି ତାକୁ ଦେଖିବେ ବୋଲି। କିନ୍ତୁ ଆମେ କହୁଛୁ ଯେ ତାକୁ ଶୀଘ୍ର ସେ ଯେଉଁ କ୍ଲିଅର କରି ପାଣିଟା ଯେମିତି ସୁଚାରୁ ରୂପରେ ଯାଉ, ଚାଷୀ କୂଳ ବଞ୍ଚିଯାଉ, ନହେଲେ ମରିଯିବେ। କାରଣ ଯେହେତୁ ବହୁ ଲେଟ୍ରେ ପାଣି ଛାଡ଼ିଲେ, ଏବେ ତ ବିହନ ପଡ଼ୁଛି,
କେତେବେଳେ ଧାନ ହେବ ସେ ମାନେ ଉପରବାଲାକୁ ଜଣା। ତ ଯେତେବେଳେ କେନାଲରେ ପାଣି ଭରପୁର ଆସେ ସେତେବେଳେ କେନାଲ ସଫେଇ କରାଯାଏ ନା ପାଣି ଆସିବା ପୂର୍ବରୁ ସଫେଇ କରାଯାଏ? ନାଇଁ ତାର ତ ନିୟମ କହୁଛି ଯେ ସଫେଇ ପୂର୍ବରୁ ପାଣି ଆସିବା ପୂର୍ବରୁ କେନାଲ ସଫା ହେବା କଥା, କିନ୍ତୁ ପାଣି ଆସିଗଲେ ଖାଲି ଦୁଇ ପଟରୁ ଘାସ କାଟିକିରି ପଇସା ନେଇଯିବା କଥା। ଇଏ ହେଉଛି ମଧୁଚନ୍ଦ୍ରିକା ଆଉ କ'ଣ କଣ୍ଟ୍ରାକ୍ଟର ଆଉ ଅଫସରଙ୍କ ଭିତରେ ମଧୁଚନ୍ଦ୍ରିକା।